ଆଜିର ଅନୁଚିନ୍ତାକୁ ଆପଣମାନଙ୍କୁ ସ୍ୱାଗତ। ଖୁବ୍ ଅଳ୍ପକେ ଯେଉଁମାନେ କାହାକୁ ଆପଣାର କରିନିଅନ୍ତି, ଦୁନିଆର ସବୁଠାରୁ ବେଶୀ କଷ୍ଟ ସେଇମାନେ ହିଁ ପାଇଥାନ୍ତି। ରାଗରେ ଅନ୍ଧ ହୋଇ କିଛି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ, କାହିଁକିନା ରାଗ ସିନା ପରେ ଶାନ୍ତ ହୋଇଯାଏ, କିନ୍ତୁ ରାଗରେ ନେଇଥିବା ନିଷ୍ପତ୍ତି ସାରା ଜୀବନ ପଶ୍ଚାତାପ କରିବାକୁ ପଡ଼ିଥାଏ। ଆଜ୍ଞା ହଁ, ତେଣୁ ଚିନ୍ତା କରି ନିଷ୍ପତ୍ତି ନିଅନ୍ତୁ। ଯେଉଁ ଲୋକଟି ସମସ୍ତଙ୍କୁ ଭଲରେ ରହିବାକୁ ଉପଦେଶ ଦିଏ, ସେହି ଲୋକଟି ବେଳେବେଳେ ନିଜକୁ ଭଲରେ ରଖିବାକୁ ବାଟ ଖୋଜି ପାଏ ନାହିଁ। ତେଣୁ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ। ଜୀବନରେ କାହାକୁ ବେଶୀ ଗୁରୁତ୍ୱ ଦେବା ପୂର୍ବରୁ ପ୍ରଥମେ ତାଙ୍କ ଜୀବନରେ ନିଜର ମୂଲ୍ୟଟିକୁ ଦେଇ ଦେଖନ୍ତୁ। ଚୁପ୍ ରହିବାଠୁ କୌଣସି ଭଲ ଉତ୍ତର ନାହିଁ। କ୍ଷମା କରିବାଠୁ ବଡ଼ ଦଣ୍ଡ ନାହିଁ। ଯାହା ସହଜରେ ଆସେ ତାହା ବେଶୀ ଦିନ ରହେ ନାହିଁ, ଆଉ ଯାହା ବେଶୀ ଦିନ ରହେ ତାହା ସହଜରେ ମିଳେ ନାହିଁ। ଅନ୍ୟଠୁ ଖୁସି ଆଶା କଲେ ସବୁବେଳେ ଦୁଃଖ ହିଁ ମିଳିଥାଏ। ତେଣୁ ନିଜକୁ ଖୁସି କରିବାର ଦାୟିତ୍ୱ କେବଳ ନିଜର। ସମୟ ବଦଳିଗଲେ ମଣିଷ ମଧ୍ୟ ବଦଳିଯାଏ। ତା ପାଇଁ କରାଯାଇଥିବା ସମର୍ପଣ ଓ ସମସ୍ତ ପଛକଥା ମଧ୍ୟ ଭୁଲିଯାଏ। ଏହା ହିଁ ହେଉଛି ମଣିଷର ପ୍ରକୃତି। ରାଗକୁ ମନରେ ଜାଗା ଦେଲେ ସମ୍ପର୍କ ନଷ୍ଟ ହୁଏ। ଅଭିମାନକୁ ମନରେ ବାନ୍ଧି ରଖିଲେ ଦୂରତ୍ୱ ସୃଷ୍ଟି ହୁଏ। କିନ୍ତୁ ସବୁ ଭୁଲି କ୍ଷମା କରିଦେଲେ ସମ୍ପର୍କ ପୂର୍ବ ଭଳି ମଜବୁତ ହୋଇଯାଏ। ସର୍ବଦା ଅପଚୟ ଓ ଅହଙ୍କାର ଠାରୁ ନିଜକୁ ଦୂରେଇ ରଖନ୍ତୁ। ଆଉ ଏହା ବି ମନେ ରଖନ୍ତୁ ଯେ ପୃଥିବୀରେ ତୁମେ ଜଣେ ଅତିଥି, ପୃଥିବୀର ମାଲିକ ନୁହେଁ। ଆଜ୍ଞା ହଁ, ତେଣୁ ସର୍ବଦା ଅପଚୟ ଏବଂ ଅହଙ୍କାର ଠାରୁ ଦୂରେଇ ରଖନ୍ତୁ। ସମୟ କଥା କହିନଥାଏ ସତ, କିନ୍ତୁ ଠିକ୍ ସମୟରେ କିଏ ପର ଆଉ କିଏ ଆପଣାର ନିଶ୍ଚୟ କହିଦେଇଥାଏ। ଯଦି ତୁମ ମନରେ କିଛି କଠିନ କାମ ଥାଏ, ତାହା ହେଉଛି ନିଜେ ନିଜକୁ ଖୁସି ରଖିବା। ସେଥିପାଇଁ ଆପଣଙ୍କୁ ଯେତେବେଳେ ବି ଖୁସିରେ ମଉକା ମିଳୁଛି, ତାକୁ ଅଣଦେଖା କରନ୍ତୁ ନାହିଁ। ସବୁକିଛି ଆମ କର୍ମ ଉପରେ ନିର୍ଭର କରେ। ତେଣୁ ସର୍ବଦା ନିଜର କର୍ମ ଉପରେ ଦୃଢ଼ ବିଶ୍ୱାସ ରଖନ୍ତୁ। କାହା କଥାକୁ ଭ୍ରୂକ୍ଷେପ ନ କରି ସମାଜର ମଙ୍ଗଳ ପାଇଁ ନିଜର କର୍ମ କରି ଚାଲନ୍ତୁ। ଛୋଟ ଛୋଟ ଖୁସି ମଣିଷକୁ ବଞ୍ଚିବାକୁ ପ୍ରେରଣା ଦେଇଥାଏ, ଆଉ ଛୋଟ ଛୋଟ ଆଶା ମଣିଷକୁ ଦୁଃଖ ଦେଇଥାଏ। ମନେ ରଖନ୍ତୁ, ଭଲ ଦିନ ଦେଖିବା ପାଇଁ ଆପଣଙ୍କୁ ଖରାପ ଦିନକୁ ନିଶ୍ଚିତ ସାମ୍ନା କରିବାକୁ ପଡ଼ିବ। ଜୀବନରେ ଦୁଃଖର ସବୁଠୁ ବଡ଼ କାରଣ ହେଉଛି ଅଧିକ ଭାବିବା ଓ ଚିନ୍ତା କରିବା। ଜୀବନରେ ସବୁବେଳେ ହସି ଖେଳି ବିତାନ୍ତୁ, କାହିଁକିନା ତୁମେ ବି ଜାଣିନ ଏ ଜୀବନ ଆଉ କେତେ ସମୟ ବାକି ଅଛି। କାହାର ଦୁଃଖ ସମୟରେ ଥଟ୍ଟା ପରିହାସ କରନ୍ତୁ ନାହିଁ। କିଏ ଜାଣେ ସମୟ କେତେବେଳେ ବଦଳିଯିବ ଓ ଆମର ସେହି ପରିସ୍ଥିତି ହୋଇଯିବ। ତେଣୁ କାହାର ଦୁଃଖ ସମୟରେ କେବେ ବି ଥଟ୍ଟା ପରିହାସ କରନ୍ତୁ ନାହିଁ। ଯଦି ତୁମେ ଠିକ୍ ଅଛ, ତେବେ କିଛି ପ୍ରମାଣ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ। ସେମିତି ଠିକ୍ ରହିଥାଅ, ସମୟ ଆପେ ଆପେ ତାହାର ପ୍ରମାଣ ଦେବ। ସଫଳତା ଗୋଟିଏ ଦିନରେ ମିଳିବନି, କିନ୍ତୁ ଗୋଟିଏ ଦିନ ନିଶ୍ଚୟ ମିଳିବ। ନିଜ ସ୍ୱପ୍ନକୁ ପାଇବାକୁ ହେଲେ ଖାଲି ସ୍ୱପ୍ନ ଦେଖିଲେ ହେବ ନାହିଁ, ସ୍ୱପ୍ନ ପଛରେ ପାଗଳ ହେବାକୁ ପଡ଼ିବ। ସଫଳତା ଅପେକ୍ଷା ବିଫଳତା ଠାରୁ ଅଧିକ ଶିକ୍ଷା କରନ୍ତୁ, କାରଣ ବିଫଳତା ଚରିତ୍ର ନିର୍ମାଣ କରିଥାଏ। ଯଦି ତୁମର ଏକୁଟିଆ ଚାଲିବାର ଶକ୍ତି ଅଛି ତ ଜାଣିନିଅ, ଦିନେ ତୁମ ପଛରେ ଭିଡ଼ ଜମା ହେବ। ଯେଉଁ ଲୋକ
ସମୟକୁ ବର୍ବାଦ କରେ, ସମୟ ଆସିଲେ ସମୟ ମଧ୍ୟ ତାକୁ ବର୍ବାଦ କରିଦିଏ। ତେଣୁ ସମୟକୁ ନଷ୍ଟ ନ କରି ତାକୁ ସମ୍ମାନ କରନ୍ତୁ। ସମୟ ମଧ୍ୟ ଆପଣଙ୍କୁ ସମ୍ମାନ ଦେବ। ଯଦି ଆପଣ ଜୀବନରେ କିଛି ପାଇବାକୁ ଇଚ୍ଛା କରୁଛନ୍ତି, ତେବେ ରାସ୍ତା ପରିବର୍ତ୍ତନ କରନ୍ତୁ, ନିଜର ଉଦ୍ଦେଶ୍ୟ ନୁହେଁ। ପରିଚୟରୁ ମିଳିଥିବା କର୍ମ ଅଳ୍ପ ସମୟ ହିଁ ରହିଥାଏ, କିନ୍ତୁ କର୍ମରୁ ମିଳିଥିବା ପରିଚୟ ସାରା ଜୀବନ ରହିଥାଏ। ସନ୍ତୁଷ୍ଟ ରୁହନ୍ତୁ, କିନ୍ତୁ ଜୀବନରେ ଆଶା ଛାଡ଼ନ୍ତୁ ନାହିଁ। କାରଣ ଆଶା ଏମିତି ଏକ ଜିନିଷ ଯାହା ବିନା ମଣିଷ ବଞ୍ଚିବା ଅସମ୍ଭବ। ଦୁନିଆରେ ସବୁଠୁ ବଡ଼ ରୋଗ ଲୋକ କ'ଣ କହିବେ, ଲୋକ କ'ଣ କହିବେ। ଆଜି ଟିକିଏ ପରିଶ୍ରମ କରିଦିଅନ୍ତୁ। ବନ୍ଧୁମାନେ, ବିଶ୍ୱାସ କରନ୍ତୁ, ଆସନ୍ତାକାଲି ଆପଣଙ୍କର ବହୁତ ସୁନ୍ଦର ହେବାକୁ ଯାଉଛି। ଟିକିଏ ପରିଶ୍ରମ କରି ଦେଖନ୍ତୁ ତ। ଯାହା ଘଟିବାର ଥିବ ତାହା ନିଶ୍ଚୟ ଘଟିବ। ଯାହା ଘଟିଗଲା ତାହା ଈଶ୍ୱରଙ୍କ ଇଚ୍ଛା ଏବଂ ଭବିଷ୍ୟତରେ ଯାହା ଘଟିବ ତାହା ମଧ୍ୟ ଈଶ୍ୱରଙ୍କ ଇଚ୍ଛାରେ ହିଁ ହେବ। ତୁମେ ବ୍ୟସ୍ତ ହୋଇ କିଛି କରିପାରିବ ନାହିଁ। ପାପ ବୋଲି କିଛି ନାହିଁ। ତୁମର କଳୁଷିତ ମନ ତୁମକୁ ପାପ ଆଡ଼କୁ ଟାଣି ନେଉଛି। ତେଣୁ ମନକୁ ପରିଷ୍କାର ରଖ। ପକେଟରେ ଚଷମା ପୁରାଇ ଚଷମା ଖୋଜିବା ଯାହା, ମନ୍ଦିରକୁ ଯାଇ ଦେବତା ଦର୍ଶନ କରିବା ସେୟା। ଗଲାବେଳେ ଯାହା ସବୁ ଛାଡ଼ିଯିବ ତାକୁ ସାଇତିବା ପାଇଁ ଏତେ ବ୍ୟସ୍ତ କାହିଁକି? ଯାହାକୁ ସାଙ୍ଗରେ ନେଲେ ସେ ତୁମ୍ଭ ବାଟ କଢ଼େଇବ, ସେଥିପାଇଁ ଟିକେ କଷ୍ଟ ସ୍ୱୀକାର କର।